ଭୋକ ଲାଗୁଛି। ଏଇ ଗୋଟେ କାମ କର, ମନ୍ଦିର ଭିତରୁ ଯାଇକି ଟିକେ ପ୍ରସାଦ ମାଗିକି ଆଣିଲ। ଯାଅ ଯାଅ ଯାଅ, ରହ ବାପା ଆଣିବି। ତାକୁ କିଛି ମାଗିବିନି, ମୁଁ ତ ତାକୁ କିଛି ଦେଇନି, ମାଗିବି କେମିତି? ଯୋଉଦିନ ଦେବି ସେଇଦିନ ମାଗିବି। ଆମେ ବଞ୍ଚିବା କେମିତି? ମୋ ଝିଅ ଭଲ ହବ କେମିତି? ଚାଲ ଆମେ ଗୋଟେ କାମ କରିବା, ଦେଖିଲ ତାରି ବଡ଼ଦାଣ୍ଡରେ ଭିକ ମାଗିବା। କେତେ ଭକ୍ତ ବଡ଼ଦାଣ୍ଡକୁ ଆସିଛନ୍ତି ଜଗାକୁ ଦର୍ଶନ କରିବା ପାଇଁ, ସେ ନିଶ୍ଚୟ ଆମ ଦୁଃଖ ବୁଝିବେ। ତାଙ୍କରି ଆଗରେ ଭିକ ମାଗିବା, ଭିକ ମାଗି ଆମେ ପେଟ ପୋଷିବା, ଆମ ଝିଅକୁ ଭଲ କରିବା। ସେ ଆମ ଉପରେ ରାଗିଛି ତ ଆମେ ତା ଉପରେ ଅଭିମାନ କରିବା। ଦେଖରେ ଜଗା, ଛପନ ପଉଟି ଖାଉଛୁ, ହେଲେ ଆଜି ଆମେ ଖାଇବା ପାଇଁ ତୋରି ବଡ଼ ଦାଣ୍ଡରେ ଭିକ ମାଗୁଛୁ। ଦୟା କରନ୍ତୁ ବାବୁ, ଦୟା ଅବତାର ଏଇ ଆମ ମୁହଁକୁ ଟିକେ ଚାହାନ୍ତୁ। ଆପଣ ମାନେ ଦୟା କଲେ ଆମ ଝିଅ ବଞ୍ଚିବ, ଆଉ ଦୟା ନ କଲେ ଆମ ଝିଅଟା ମରିଯିବ। 4 ଦିନ ହେଲା ଉପାସ ବାବୁ, ଆପଣ ମାନେ ଦୟା ନ କଲେ ମୁଁ ମୋ ସ୍ତ୍ରୀ ମୋ ଝିଅ ସବୁଦିନ ପାଇଁ ଆଖି ଦୟା କରନ୍ତୁ ବାବୁ ମାନେ, ଦୟାର ଅବତାର ଇଏ ମାର ପଡତ କାଲିଟାକୁ ପୂରଣ କରି ଦିଅନ୍ତୁ। ଦିଅନ୍ତୁ ବାବୁ, ଆମକୁ ଗୋଟେ ଭିକ ଦିଅନ୍ତୁ।
কান মৃত্যুঞ্জয় মানব গোবিন্দ